ନା ନା ମୁଁ କାଲି ଯାଇଥିଲି ସାରିଆ ସାହି ଯେଉଁମାନଙ୍କର ଘର ଭଙ୍ଗା ହେଇ ତାଙ୍କୁ ଜମି ଦିଆହେଇଛି ଘର ଦିଆହେଇଛି ରାସ୍ତା ପାଇଁ ରାସ୍ତା ଯେଉଁ ରାସ୍ତା ହେଇଛି ନା 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 ମୁଁ କାଲି ନିଜେ କାରଣ ଆଜି ପର୍ଯ୍ୟନ୍ତ ସାରିଆ ସାହି ଯେତେ ବସ୍ତି ରଖି ଆସିଛୁ ଆମେ ଗରିବ ଲୋକ ରହିଛନ୍ତି ଥଇଥାନ କରିବା ପାଇଁ କାଲି ମୁଁ ଦେଖିଲି ଯେଉଁ ତାଙ୍କ ଘର ଭଙ୍ଗା ହେଇଛି ସେମାନଙ୍କୁ ଜମି ଘର ଦିଆହେଇଛି ସେଇଠି ଉତ୍କଳ ହସ୍ପିଟାଲ ପାଖରେ ନବୀନ ପଟ୍ଟନାୟକ ବେଳକୁ ଆଲଟମେଣ୍ଟ ହେଇଛି ସବୁ ହେଇଛି ଇଏ ସରକାର କିଛି କରିନି ସବୁ ନବୀନ ସରକାର କରିଥିଲା ସେ ରାସ୍ତା ପାଇଁ ତୁରନ୍ତ କାଲି ମୁଁ ଦେଖିଲି ପୋଲିସ ହସ୍ତକ୍ଷେପ କଲା ପରେ ରାସ୍ତା ଫିଟି ଯାଇଛି ଏବଂ ଆଉ ଦିନେ ଦିନ ପରେ ଅନ୍ୟ ଘର ଭଙ୍ଗା ହେବନି କେବଳ ରାସ୍ତାଟା ଯେଉଁ ଯାଉଛି ସେଇ ଘର ଭଙ୍ଗା ହେଉଛି ତାଙ୍କୁ ଅଲ୍ଟରନେଟ୍ ଜମି ଦିଆହେଇଛି ଘର ଦିଆହେଇଛି ଅସୁବିଧା କିଛି ନାହିଁ।